ସରକାରଙ୍କ କଠୋର ନିର୍ଦ୍ଦେଶ ପରେ ବି ଚୋରା ବାଲି ଚାଲାଣ ରୋକାଯାଇ ପାରୁନି। ଖଣି ତହସିଲ ଓ ପୁଲିସ ମିଳିତ ଭାବେ ଚଢ଼ାଉ କରି ବାରମ୍ବାର ଚୋରା ବାଲି ଚାଲାଣ ଗାଡ଼ି ଓ ବାଲି ଉତ୍ତୋଳନ କରୁଥିବା ଜେସିବିକୁ ଜବତ କରୁଥିବା ବେଳେ ମାଫିଆଙ୍କର କିନ୍ତୁ କୌଣସି ଫରକ ପଡୁନାହିଁ। ବିଭିନ୍ନ ସ୍ଥାନ ନଦୀ କୂଳରେ ବେଆଇନ ବାଲିଘାଟ କରି ଦିନରାତି ବାଲି ଉତ୍ତୋଳନ କରି କରୁଛନ୍ତି ଚୋରା ଚାଲାଣ, ଯେଉଁଥିପାଇଁ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେଉଛି। ତେବେ ଗତକାଲି ବିଳମ୍ବିତ ରାତିରୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ତହସିଲ ଅନ୍ତର୍ଗତ କେମୁଣ୍ଡିଆ ବୈତରଣୀ ଚୋରାବାଲି ଘାଟରେ ରାଜସ୍ୱ ବିଭାଗ କରିଥିଲା ଜୋରଦାର ଚଢ଼ାଉ। ଏହି ଚଢ଼ାଉ ସମୟରେ ଏକ ଲୋଡର ମେସିନ ସହିତ ବିପୁଳ ପରିମାଣର ବାଲିକୁ ଜବତ କରାଯାଇଥିବା ବେଳେ ଏହି କାରବାରରେ ସମ୍ପୃକ୍ତ ମାଫିଆମାନେ ଫେରାର ମାରିଛନ୍ତି। ଚମ୍ପୁଆ ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଚମ୍ପୁଆ ଅତିରିକ୍ତ ତହସିଲଦାର ଓ ପୁଲିସ ଫୋର୍ସ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ତେବେ ଦୀର୍ଘ ଦିନ ହେବ ଏହି ବାଲିଘାଟରୁ ରାତିରେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା। साढ़े 6टा बेले 6:45 पाखापाखि आसछु पाइका नहीं गोटे धरछ बाली उठाउछि ना आमे फोन करले तुम सब फोन रिसीव। केन्दुझर जिल्लाରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।